ଦେଖନ୍ତୁ ରବୀନ୍ଦ୍ର ଜେନା ଯେଉଁ ଦଳରୁ ପ୍ରାଥମିକ ସଦସ୍ୟରୁ ଯେଉଁ ରିଜାଇନ୍ ଦେଇଛନ୍ତି ଏବଂ ମୁଁ ଯାହା ଗଣମାଧ୍ୟମରୁ ଶୁଣିବା ପାଇଁ ଚାହୁଁଛି ଯାହା ପାଉଛି ଯେ ସେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି ତା ଦେହରେ ଏବଂ ବ୍ୟକ୍ତିଗତ କାରଣ କ'ଣ ଅଛି ଆପଣମାନେ ବି ଜାଣିଥିବେ। ଆପଣମାନେ ପାଖାପାଖି ଆଜିରୁ 4-5 ମାସ ହେଲାଣି ସେ ଦଳ ଛାଡ଼ିବେ, ଦଳ ଜଏନ୍ କରିବେ ସ୍ପେକୁଲେସନ୍ ଚାଲିଥିଲା। ତ ବ୍ୟକ୍ତିଗତ କାରଣ 6 ମାସ ଭିତରେ ଆମେ କିଛି ଜାଣିପାରିଲୁ ଯେ କାହାର କିଛି ଅସୁବିଧା ଥାଇପାରେ। ଆମେ ଯାହା ବଜାରରେ ଚର୍ଚ୍ଚା ହେଉଛି, ଯାହା ଜନସାଧାରଣ ଚର୍ଚ୍ଚା କରୁଛନ୍ତି ଯେ ବ୍ୟକ୍ତିଗତ କାରଣ ହେଉଛି ଚିଟଫଣ୍ଡ ଏବଂ ସିବିଆଇ ଏବଂ ଏ ଦୁଇଟିରୁ ସେ ବଞ୍ଚିବା ପାଇଁ କୌଣସି ପ୍ରକାର ଆଗାମୀ ଦିନ ଯେଉଁ ପଦକ୍ଷେପ ନେବେ ଯାହା ମିଡ଼ିଆ ବନ୍ଧୁମାନେ ଆମକୁ କହୁଛନ୍ତି ଆସନ୍ତାକାଲି ସେ ଭାରତୀୟ ଜନତା ପାର୍ଟିରେ ଜଏନ୍ କରିବେ, ତ ନିଶ୍ଚିତ ଭାବରେ ସିବିଆଇ ମ୍ୟାଟରରୁ ଚିଟଫଣ୍ଡରୁ ବଞ୍ଚିବା ପାଇଁ ଏ ପଦକ୍ଷେପ ନେଉଛନ୍ତି। ଭାରତୀୟ ଜନତା ପାର୍ଟି ମଧ୍ୟ ବିଗତ ଦିନରେ ଇତିହାସ ଅଛି ଯେ ବହୁ କଳଙ୍କିତ ନେତାଙ୍କୁ ସେମାନେ ନେଇଛନ୍ତି, ତାଙ୍କର ୱାସିଂ ମେସିନ୍ ଧୋଇକି ପୁଣି ଜନସାଧାରଣ ସେବା କରିବା ପାଇଁ ଛାଡ଼ିଛନ୍ତି। ତ ଆଜି ଜନସାଧାରଣ ଏ କଥାକୁ ବିଚାର କରିବେ ଯେ କଳଙ୍କିତ ଥିବା ଲୋକମାନେ ଗୋଟେ ପାର୍ଟିରେ ଜଏନ୍ କରି ପୁଣି ଜନସାଧାରଣ ସେବା କରିବେ, ଏ କେତେ ଦୂର ସାମ୍ବିଧାନିକ ବା କେତେ ଦୂର ଗ୍ରହଣଯୋଗ୍ୟ ଇଏ ଜନସାଧାରଣ ତାକୁ ଜବାବ ଦେବେ। ଦେଖନ୍ତୁ ରବୀନ୍ଦ୍ର ଜେନା ଆସିବା ପୂର୍ବରୁ ବିଜୁ ଜନତା ଦଳ ବାଲେଶ୍ୱର ଥିଲା, ଆଜି ବି ଅଛି ଏବଂ ଆଗାମୀ ଦିନରେ ମଧ୍ୟ ରହିବ। ଏ ଦଳର 1 କୋଟିରୁ ଉର୍ଦ୍ଧ୍ୱ ସଦସ୍ୟ ଅଛନ୍ତି। ଆମେ ସାମୟିକ ଭାବରେ ଇଲେକ୍ସନ୍ ହାରିଯାଇଥିବାରୁ କିନ୍ତୁ ଅଧିକ ଜନମତ ଆମ ପାଖରେ ଅଛି, ଏକଥା ସମସ୍ତେ ବୁଝିବା ଦରକାର। ଏବଂ ନବୀନ ବାବୁ ଏଭଳି ଜଣେ ବ୍ୟକ୍ତିତ୍ୱ, ତାଙ୍କୁ ସମସ୍ତ ହୃଦୟରୁ ଭଲ ପାଆନ୍ତି। ତାଙ୍କ ସେବା କଥା ପଢ଼ି ଲୋକ ଗାଁ ଗଣ୍ଡରେ କାନ୍ଦି ପକାଉଛନ୍ତି ଆଜି ବି। ତ ଯେଉଁମାନେ ଏ ଦଳ ଛାଡ଼ି ଅନ୍ୟ ଦଳକୁ ଯିବେ ସେମାନେ ପିଓରଲି ପର୍ସନାଲ ରିଜିନ୍ ପାଇଁ ଯିବେ, ନିଜର ବ୍ୟକ୍ତିଗତ ସ୍ୱାର୍ଥ ହେଉ ବ୍ୟବସାୟିକ ସ୍ୱାର୍ଥ ହେଉ ୟାକୁ ହାସଲ କରିବା ପାଇଁ ସେମାନେ ଅନ୍ୟ ଦଳକୁ ଯିବେ। ଦଳ କୌଣସି ଆଙ୍ଗେଲରୁ ଏଠି କମଜୋର ହେବ ନାହିଁ। ଦଳ ଯେମିତି ବିଗତ ଦିନ ସକ୍ରିୟ ଥିଲା ସେମିତି ସକ୍ରିୟ ଅଛି। ବରଂ ଯେଉଁମାନେ ଦଳ ଭିତରେ ରହି ଦଳକୁ ଧୋକା ଦେଉଥିଲେ, ଭାରତୀୟ ଜନତା ପାର୍ଟି ସାଙ୍ଗରେ ହେଉ ବା ଅନ୍ୟ ଦଳ ସାଙ୍ଗରେ ମିଶିକି ଷଡ଼ଯନ୍ତ୍ର ଦଳ ବିରୁଦ୍ଧରେ କରୁଥିଲେ, ସେମାନେ ଦଳର ନ ରହିଲେ ଦଳ ଆହୁରି ମଜବୁତ ହେବ। ଅଣ୍ଟି ଛୁରୀ ତଣ୍ଟି ଆଉ କାଟିବ ନାହିଁ।